ଗୋଟିଏ ଗାଁରେ ପାଳିତ କୁକୁଡ଼ାଟେ ରହୁଥିଲା। ମା କୁକୁଡ଼ା ଏବଂ ଛୁଆ କୁକୁଡ଼ା ଖାଦ୍ୟ ଖାଇ ବେଶ ଭଲ ଭାବରେ ଆନନ୍ଦରେ ରହୁଥିଲେ। ମା କୁକୁଡ଼ା ଛୁଆ କୁକୁଡ଼ାକୁ ବହୁତ ସ୍ନେହ ଆଦର କରୁଥିଲା। ସେହି ସମୟରେ ଗୋଟେ କୁକୁର ଆସି ଛୁଆ କୁକୁଡ଼ାକୁ ଅନେଇକି ଭୋକୁଥାଏ ଏବଂ ଖାଇବାକୁ ସେ କୁକୁରଟା ଲୋଭ ବଳେଇଥାଏ। ମା କୁକୁଡ଼ା ନଥିଲା ବେଳେ କୁକୁର ମଉକା ଦେଖି ଛୁଆ କୁକୁଡ଼ା ପଛରେ ଦୌଡ଼ିବାରେ ଲାଗିଲା। ଦୌଡ଼ି ଦୌଡ଼ି ଛୁଆ କୁକୁଡ଼ା ଜଙ୍ଗଲ ଭିତରେ ଛୁଆ କୁକୁଡ଼ା ଦୌଡ଼ି ଦୌଡ଼ି ଶେଷରେ ଜଙ୍ଗଲ ଭିତରକୁ ପଶିଗଲା। ସନ୍ଧ୍ୟା ହୋଇଗଲା। କିଛି ସମୟ ଭିତରେ ରାତି ବି ହୋଇଗଲା। ଛୁଆ କୁକୁଡ଼ା ମା ମା ହୋଇ ଚିତ୍କାର କରିବାରେ ଲାଗିଲା। ମତେ ନେଇଯାଅ ଏଠାରୁ ମା, ଭାରି ଭୟ ଲାଗୁଛି। ମା ମା ମା। ଛୁଆ କୁକୁଡ଼ା ମା ମା କହି ଖୋଜୁଥାଏ। ଖୋଜୁ ଖୋଜୁ ସକାଳ ପାଇଗଲା। ଜାଣିଲ ହାତୀ ଭାଇ, ଆହାର ନ ପାଇ ପଶୁ ଜନ୍ତୁମାନେ ଅନ୍ୟ ଜଙ୍ଗଲକୁ ଯାଇ ଆହାର ଯୋଗାଡ଼ କରୁଛନ୍ତି। ଠିକ୍ କହିଲ ବିଲୁଆ ଭାଇ, ଠିକ୍ କଥା କହୁଛ। ଆମେ କ'ଣ ଗୋଟେ ବ୍ୟବସ୍ଥା କରିବା ନା ଆଉ। ଜଙ୍ଗଲରେ ବନ୍ୟଜନ୍ତୁ କଥାବାର୍ତ୍ତା ହେଉଥିବା ସମୟରେ ଛୁଆ କୁକୁଡ଼ା ଯାଇ ହାତୀ ମାଙ୍କଡ଼ ଏବଂ ବିଲୁଆ ପାଖରେ ପହଞ୍ଚିଗଲା। ହାତୀ ଭାଇ, ମୋ ମା ପାଖକୁ ନେଇକି ଛାଡ଼ି ଦିଅ ହାତୀ ଭାଇ। ମହାରାଜା, ତମେ ଜାଣିଛ ଗୋଟେ ନୂଆ ଖବର। ଜଙ୍ଗଲ ଭିତରକୁ ପଶି ଆସିଛି ଗୋଟେ ଛୁଆ କୁକୁଡ଼ାଟେ। ଆରେ ବିଲୁ, ତୁ ସତ କଥା କହୁଛୁ। ବହୁତ ଦିନରେ ଦେଶୀ କୁକୁଡ଼ା ମୋ ପାଟିରେ ବାଜିବ। ହଉ ତୁ ଯା, ମୋ ପାଇଁ ଆହାର ବନ୍ଦୋବସ୍ତ କରିକି ଆଣିବୁ। ଯା। ସିଂହ ଓ ବିଲୁଆ କଥାବାର୍ତ୍ତା ହେଉଥିଲା ବେଳେ ଗଛ ମୂଳରେ ଲୁଚି ଗଧ ସବୁ କଥା ଶୁଣୁଥାଏ। ଗଧ ସବୁ ଶୁଣି ସାରିଲା ପରେ କହିଲା, ମୁଁ କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ଆରେ ବିଲୁ, ମୋ ପାଇଁ କୁକୁଡ଼ା ଆଣିଲୁ, କିନ୍ତୁ ରୋଗିଣା କୁକୁଡ଼ା ଆଣିଛୁ ନା। ମୁଁ ଏଇ ରୋଗିଣା କୁକୁଡ଼ା ଖାଇ ମରିଗଲେ ତୁ ରାଜା ଆଉ ଏ ଜଙ୍ଗଲରେ ନା। ମତେ ସବୁ ସତ କଥା କହିଛି ଏ ଗଧ, ହେଲା। ଆଗ ତତେ ମାରି ଖାଇସାରେ, ତାପରେ ଯୋଉ କଥା। ଗଧ ନିଜ ବୁଦ୍ଧି ବଳରେ ସିଂହ ମହାରାଜ କବଳରୁ ଛୁଆ କୁକୁଡ଼ା ବଞ୍ଚାଇ ଆଣିଲା। ଶେଷରେ ଗାଁକୁ ଯାଇ ମା କୁକୁଡ଼ା ପାଖରେ ଛୁଆ କୁକୁଡ଼ା ଦେଇ ଗଧ ଜଙ୍ଗଲକୁ ଫେରି ଆସିଲା। ଯଦି ଗପଟା ଭଲ ଲାଗିଲା, ଲାଇକ୍